জয় জগন্নাথ, বন্দে উৎকল জনী, জয় পিতামাতা, জয় ଗ୍ରାମଦେବୀ। ଆଜି ମୋ ବିବେକ ମୋତେ ଉଙ୍କି ମାରିଲା ଓଡ଼ିଶାର ରାଜନୀତିର ପାଣିପାଗ ପାଇଁ ମୋ ନିଜର କିଛି ବକ୍ତବ୍ୟ ରଖିବାକୁ ସୋସିଆଲ ମିଡ଼ିଆରେ ଇଚ୍ଛା ପ୍ରକାଶ କରିଛି। ଏଇଆ ଇଚ୍ଛା ପ୍ରକାଶ କରିଛି ଯେ ଦିନେ କହୁଥିଲେ ହର ହର ମୋଦି, ଘର ଘର ମୋଦି। ଆରେ ଯିଏ ଯୋଦ୍ଧା ସେ ଯେଉଁଠି ଥିଲେ ବି ତାର ଯୋଦ୍ଧାର ପରିକ୍ରମା ସେ ଦେଖାଇ ପାରିବ। ଆଜି ଅଲ୍ ଓଭର ଇଣ୍ଡିଆର ଯେତେ ରଥୀ ମହାରଥୀ, ମୁଖ୍ୟମନ୍ତ୍ରୀଠୁ ଧରନ୍ତୁ, ଗୃହମନ୍ତ୍ରୀଠୁ ଧରି, MLA ଠୁ ଧରି ତମର ଯୌତିକ ପଙ୍କୁଆ ଦଳ ଆଜି କଲିକତା ସାଧାରଣ ଜଣେ ବୟସ ହୋଇଯାଇଥିବା ବୃଦ୍ଧ ଜଣଙ୍କ ପାଇଁ ତମେ ଏତେ ରଥୀ ଆଜି ଲାଗି ପଡ଼ିଛ କଲିକତାରେ। ସେ ମହାନ ମହିଳାଙ୍କୁ ସାଲ୍ୟୁଟ୍ ମାରୁଛି। ସେ ଏଭଳିଆ ଖେଳ କଲେ ଯେ ତମ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ତମର ପ୍ରତିରକ୍ଷା ମନ୍ତ୍ରୀରୁ ଧରିକି ସାରା ଭାରତବର୍ଷର ମୁଖ୍ୟମନ୍ତ୍ରୀ ଏ ଗୋଟିଏ ଜାଗାକୁ ଯାଇ ତମେ ସେ ସାଧାରଣ ମହିଳାକୁ ଚ୍ୟାଲେଞ୍ଜ ଦେବା ପାଇଁ ଇଚ୍ଛା ପ୍ରକାଶ କରିଛ ନା? ଆରେ ତମକୁ ଲଜ୍ଜା ଲାଗିବା ଦରକାର। ତମେ କହୁଛ ହର ହର ମୋଦି, ଘର ଘର ମୋଦି। ତମେ ତ ଏତେ ବୀର, ଏତେ ତମର ପାୱାରଫୁଲ, ଭୋଟ ଚୋରି କରି ଆଜି ତମେ କ'ଣ କହୁଛ ଆମେ ଲୋକଙ୍କ ସରକାର। ଆରେ ଲୋକଙ୍କ ସରକାର ତ ତମେ ଲୋକଙ୍କୁ ତମକୁ ଭୋଟ ଦେବେ। ତମେ ସେଠି ଯାଇ ସମସ୍ତେ କାହିଁ ପଡ଼ି ରହିଛ? ତମ ଏଇ ବାର୍ତ୍ତା ତ ପହଞ୍ଚିବ ଘର ଘର କି ମୋଦି। ତମକୁ ଟିକେ ଲଜ୍ଜା ଲାଗିବା ଦରକାର। ଆଉ ଆମ ଓଡ଼ିଶାର ଆରେ ନିଜ ରାଜ୍ୟକୁ ସଜାଡ଼ ଆଗ। 300 ୟୁନିଟ୍, 3500 ଭତ୍ତା, ସ୍ୱାସ୍ଥ୍ୟ କାର୍ଡ଼। ଆଜି ଲୋକ ରୋଗୀ ଛଟପଟ ହେଉଛନ୍ତି, ତମକୁ ବଙ୍ଗାଳୀ ଆଇଛି। ଆରେ ଏଠି ପରା ତମେ ସ୍ୱାଧୀନତା ଦିବସ କଲ 26 ତାରିଖକୁ। ତମେ ଯାଇଛ କଲିକତାର ଭୋଟ ପଚାର। ତମକୁ ଟିକେ ଲଜ୍ଜା ଲାଗିବା ଦରକାର। ତମେ ଜଣେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ନିଜ ରାଜ୍ୟକୁ ସମ୍ଭାଳି ପାରୁନ। ତମେ ଯାଇଛ, ତମକୁ ବଙ୍ଗଳା ଆସିଛି? ତମେ ମମତା ଦିଦି କି ପଦେ ବଙ୍ଗଳାରେ କହିପାରିବ? ତମକୁ ହିନ୍ଦୀ ଠିକ୍ ଭାବେ ଆସିନି। ଆଉ ତମେ ବଙ୍ଗଳା କହିବାକୁ ଯାଇଛ? ତମକୁ ଟିକେ ଲଜ୍ଜା ଲାଗିବା ଦରକାର। ତମେ ନିଜ ରାଜ୍ୟକୁ ଆସି ସଜାଡ଼, ଦେଇଥିବା କଥା ରଖ, ଲୋକଙ୍କ ପାଖେ ପହଞ୍ଚ। କ'ଣଟା ଉଖାଡ଼ିଦେଲ ଆସିକି? ଯେଉଁ ପ୍ରତିଶ୍ରୁତି ଦେଇଥିଲ ଗୋଟିଏ ପୂରଣ କରିଛ? ତମେ କିଛି କରିପାରିବନି। ତମେ ନା ଟ୍ରେନିଂ ବି ଠିକ୍ ଟାଇମ୍ ନେଇପାରୁନ। ଆରେ ଏ ପୂର୍ବ ସରକାର, ତା ପୂର୍ବ ସରକାରଙ୍କଠୁ ଟ୍ରେନିଂ ନିଅ। ତମର ଟ୍ରେନିଂ ଯିବାଟା 5 ବର୍ଷ ପଳେଇବ। ଆଉ ତମେ ଯେଉଁ ଭାବୁଛ ଯେ ହର ହର ମୋଦି 2042 ମସିହା, 2042 ସେଟାକୁ ୟା ପରେ ଆଳୁ। ଏଇଟା ମନେ ରଖିଥାଉ। ମୁଁ ଜଣେ ସାଧାରଣ ଲୋକ, ମୁଁ ଜଣେ ଗାଁର ଚାଷୀ ଘର ପିଲା। ମୋ ଗ୍ରାମ ଦେବୀ ପାଖରେ ବସିକି ମୁଁ ଆଜି ଶପଥ କରୁଛି 2029 ପଞ୍ଚାୟତ ଇଲେକ୍ସନରେ ତମ ନାଡ଼ା ଶୁଖି ଯାଇଥିବ, ଆଉ ଫୁଲ ଫୁଟିବ କେଉଁଠୁ? ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ, ଜୟ ପିତାମାତା।